ଆମେ ପଳେଇ ଆସିଛୁ ଆମର ତଳ ବଗିଚା। ଦେଖିବା କଦଳୀ କାନ୍ଦି କ'ଣ ଏତେ ଗୋଟେ ହେଲାଣି। ମୁଁ ବି ଦେଖିନଥିଲି। ମୁଁ ବି ଆଶ୍ଚର୍ଯ୍ୟ ଗଲି, ସତରେ କଦଳୀ କାନ୍ଦି ପଡ଼ିଛି। ପଡ଼ିଛି ତ ପଡ଼ିଛି, ପୁଣି ଏତେ ବଡ଼ ମୁଁ ବି ଦେଖିନଥିଲି। ମସ୍ତ କଦଳୀ କାନ୍ଦି। ମାନେ ଦେଖୁଛୁ ଗଛକୁ କେମିତି ବନ୍ଧା ହେଇଛି। ଏଠି ଗଛ ବନ୍ଧା ହେଇଛି ଯେ ମାନେ ସୁତୁଲି ଖାଲି ଦେଖୁ ତା ତାରକୁ ମାନେ କାନ୍ଦିକି ବନ୍ଧା ହେଲା, ଗଛକୁ ବନ୍ଧା ହେଲା। ପୁଣି ବାଉଁଶ ଗୋଟେ ଥୁଆ ହେଇଛି ତାକୁ। ଏ କଦଳୀକି ବି ବନ୍ଧା ହେଇଛି। ସବୁ ବାନ୍ଧି ଦେଇଛି। ହଁ ରେ, କାନ୍ଦିଟା ବି ବନ୍ଧା ହେଇଛି। କି ଗଛ ମାଲିକଟାକୁ ବାନ୍ଧି ଦେଇଥିଲେ। ସମସ୍ତେ ବନ୍ଧା ବନ୍ଧି ହେଇକି ନା ଏଇଟା ବନ୍ଧା ନହେଲେ ବାହାର ପଟକୁ ପଳେଇଲେ, ଏଟା ପାଚେରୀ ସେପଟେ ପଳେଇଲେ ଖାଇଦବ, ଗାଈ ଖାଇଦବ। ଗଳେଇ ଥିଲା, ତାକୁ ଜବରଦସ୍ତି ବନ୍ଧାବନ୍ଧି। ଆଗ ଗଛ ହେଲା, ତାପରେ କଦଳୀ ହେଲା। ଯୋଉ କଷ୍ଟ କହନ୍ତୁନି। ତାପରେ ମାନେ କଣ କହିଲ? କେମିତି ସେ କଦଳୀ ହବ, କେମିତି କଦଳୀ ଖିଆ ହବ, ସେଇ ଚିନ୍ତାରେ ସେ ରହିଲା। ଗଲେ ଆଗ କିନ୍ତୁ କଦଳୀ ଗଛକୁ ବାନ୍ଧିବି, କଦଳୀ କାନ୍ଦିକି କଦଳୀ କାନ୍ଦିଟା କେମିତି ବାନ୍ଧିବୁ, ରହ ତମେ ଦେଖିବନି ମୁଁ କେମିତି ବାନ୍ଧିବି।